ସତରେ କ'ଣ କଳିଯୁଗ ଶେଷ ହୋଇଯିବ? ଆପଣମାନଙ୍କୁ କ'ଣ ଲାଗୁଛି? ଆଜିକାଲି ସମୟରେ ଯାହା ସବୁ ଘଟି ଯାଉଛି, ଲୋକମାନେ ସେଇ ସବୁ କଥାକୁ ଚିନ୍ତା କରି ଭାବୁଛନ୍ତି ଯେ କି କଳିଯୁଗ ବହୁତ ଜଲ୍ଦି ଶେଷ ହୋଇଯିବ। ଲୋକମାନଙ୍କର କର୍ମ, ଲୋକମାନଙ୍କର ଖରାପ ଅଭ୍ୟାସ ସତରେ କ'ଣ କଳିଯୁଗକୁ ଶେଷ କରିଦେବ? ହଁ ଆଜ୍ଞା, ଆଜିକା ସମୟରେ ପାପର ଭାର ବହୁତ ଅଧିକ ବଢ଼ିଯାଇଛି, ଯାହାକି କଳିଯୁଗର ବହୁତ ବଡ଼ ଗୋଟେ ଚିନ୍ତାର ବିଷୟ। ଆପଣମାନଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି, ଏବେ ଚାଲିଛି 2025, ଆଉ ସମୟ ଆମ ପାଖରୁ ଏତେ ଜଲ୍ଦି ସରିଯାଉଛି, ଆପଣମାନେ ଚିନ୍ତା କଲେ ଆଶ୍ଚର୍ଯ୍ୟ ହେବେ। ଆପଣମାନଙ୍କୁ ଜଣା ବି ପଡ଼ିବ ନାହିଁ ଗୋଟେ ଗୋଟେ ବର୍ଷ କେଉଁଭଳି ବିତି ଯାଉଛି। ମାନେ ଆପଣମାନେ ମନେ ରଖିଥାନ୍ତୁ, କଳିଯୁଗ କେଉଁଭଳି ଶେଷ ହେଉଛି ଆପଣମାନେ ଥରେ ଚିନ୍ତା କରିକିରି ଦେଖନ୍ତୁ, ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ସାଙ୍ଗମାନେ, ସତରେ କଳିଯୁଗ ଶେଷ ହେବାକୁ ଯାଉଛି। ଗୋଟିଏ ସମୟ ଏମିତି ଆସିବ କଳିଯୁଗ ଶେଷ ହୋଇଯିବ। ସାଙ୍ଗମାନେ, ଆଜି ଆମେ ଜାଣିବା କଳିଯୁଗ କେମିତି ଶେଷ ହେବ ଆଉ କେବେ ଶେଷ ହେବ, କ'ଣ ଆଭାସ ମିଳୁଛି। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସରିଯିବ କଳିଯୁଗ, କାନ୍ଦୁଛି କାଳିଆ। ହଁ ସାଙ୍ଗମାନେ, ଆଜି କାଳିଆ କାନ୍ଦୁଛି, କାରଣ ଏବେ ସବୁବେଳେ ସେହି ପୁରୀକୁ ନେଇ ଚର୍ଚ୍ଚା। ଥରେ ନୁହେଁ କି ଦୁଇଥର ନୁହେଁ, ବାରମ୍ବାର ପୁରୀରେ ଲାଗୁଛି ନିଆଁ। ସାଙ୍ଗମାନେ, ଆପଣମାନଙ୍କର ମନେ ଥିବ ନିଶ୍ଚିନ୍ତ ଭାବରେ, ଏହି କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ଦଧିନଉତି ଉପରେ ଚିଲ ଉଡ଼ୁଥିବାର। ସାଙ୍ଗମାନେ, ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ, ଗୋଟିଏ ଭିଡ଼ିଓ ବହୁତ ଅଧିକ ଭାଇରାଲ ହୋଇଥିଲା ପୁରୀ ମନ୍ଦିରର ଦଧିନଉତି ଉପରେ ଚିଲ ଉଡ଼ିବାର। ଚାରିଆଡ଼େ ଅନ୍ଧାର ଘୋଟି ଆସିଲା। ବଡ଼ ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କଲା। 22 ପାହାଚରେ ସୁଅ ଛୁଟିଲା, ସମୁଦ୍ର ଭିତରେ ଖଣ୍ଡିଆ ଭୂତ ବୁଲିଲା। ଆକାଶ ପୁରା ରକ୍ତିମ ଦିଶିଲା। ପଥର ଖସିଲା, ରୋଷ ଘରେ ନିଆଁ ଲାଗିଲା। 56 ଭୋଗ ରନ୍ଧା ଯାଇଥିବା ଚୁଲିକୁ ଭାଙ୍ଗି ଦିଆଗଲା। ଶ୍ରୀମନ୍ଦିର ଗୁମୁଟରେ ଫାଟ ଦିଶିଲା। ରତ୍ନ ଭଣ୍ଡାରର ଚାବି ହଜିଲା। ଶ୍ରୀମନ୍ଦିରର ଗୁମୁଟରୁ କିନ୍ନର ବଳରାମ ଡେଇଁ ଜୀବନ ହାରିଲେ। ସାଙ୍ଗମାନେ, ଏସବୁ କଥା ଆପଣମାନେ ଭଲ ଭାବରେ ଜାଣିଥିବେ। ଯାହା ସବୁ ଆମ ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି, ଏହା ହେଉଛି ତା'ର ଗୋଟିଏ ଲିଷ୍ଟ। ଏମିତି ଅନେକ ସାରା ଘଟଣା ଘଟିଛି ଯାହା ସମସ୍ତଙ୍କ ଭାବବେଗକୁ ଆଘାତ ଦେଇଛି, ଯାହା ସମସ୍ତଙ୍କୁ ବ୍ୟଥିତ କରି ପକାଉଛି। ଯେଉଁ ସବୁ ଦୃଶ୍ୟକୁ ଭାବିଲେ ଡର ଲାଗେ, ଯେଉଁ ସବୁ ଦୃଶ୍ୟକୁ ସ୍ୱପ୍ନରେ ଦେଖିଲେ ଭୟ ଲାଗେ, ସେସବୁ ଦୃଶ୍ୟଗୁଡ଼ିକ ଏବେ ଜଳ କରି ଦେଖାଯାଉଛି। ଆଉ ଏସବୁ ଘଟଣାକୁ ଦେଖିସାରିବା ପରେ ସମସ୍ତେ କହୁଛନ୍ତି କଳିଯୁଗ ସରିଗଲା। ହଁ ସାଙ୍ଗମାନେ, ଆପଣମାନେ ଥରେ ଚିନ୍ତା କରନ୍ତୁ, ଆପଣମାନଙ୍କ ସାମ୍ନାରେ ଏହିଭଳି ସବୁ ନ୍ୟୁଜ୍ ଆସିବ, ଆପଣମାନଙ୍କୁ କ'ଣ ଲାଗିବ? ଆପଣମାନଙ୍କୁ ତ ନିଶ୍ଚିନ୍ତ ଭାବରେ ଲାଗିବ ନା କି କଳିଯୁଗ ଶେଷ ହେବାକୁ ଯାଉଛି। ଏଭଳି ହବାର ନଥିଲା। ଏଭଳି ପ୍ରଭୁ ଜଗନ୍ନାଥ କ'ଣ ପାଇଁ କରୁଛନ୍ତି? କ'ଣ କିଛି ଅଘଟଣ ଘଟିବାକୁ ଯାଉଛି କି କଳିଯୁଗ ଶେଷ ହେବାକୁ ଯାଉଛି କି? ଲୋକମାନଙ୍କର ଇଏ ହେଉଛି ଗୋଟେ ପ୍ରକାରର ଚିନ୍ତାଧାରା, ଆଉ ଲୋକମାନଙ୍କର ଚିନ୍ତାଧାରା ମଧ୍ୟ ଠିକ୍। ଆଉ ପାପ ଚଳିବନି, ଆଉ ଅନ୍ୟାୟ ଚଳିବ ନାହିଁ, ଆଉ ଅନୀତି ଚଳିବ ନାହିଁ। କାରଣ କାଳିଆ ସବୁ ସହି ଆଉ ସହିପାରୁନି। କାରଣ କାଳିଆ ସବୁ ଦେଖୁଛି, ଆଉ ସେଥିପାଇଁ ତ ଏ ସତର୍କ ସୂଚନା କାଳିଆ ଛାଡ଼ୁଛି। ତଥାପି ଏ ମୂର୍ଖ ମଣିଷମାନେ ବୁଝିପାରୁନାହାନ୍ତି। ଏ ମୂର୍ଖ ମଣିଷମାନେ ଏମିତି କାର୍ଯ୍ୟ କରୁଛନ୍ତି, ସେମାନେ ପାପର ଭାଗିଦାର ହୋଇଯାଉଛନ୍ତି। ତାପରେ ମନରେ ଚିନ୍ତା କରୁଛନ୍ତି କି ଆମେ କ'ଣ ପାଇଁ କଷ୍ଟ ପାଉଛେ। କେବେ ବୁଝିବେ ଆପଣମାନେ? ଏବେ ବି ଆପଣଙ୍କ ପାଖରେ ସମୟ ଅଛି, ବୁଝିଯାଆନ୍ତୁ। ନହେଲେ କଳିଯୁଗ ଆସିବା ପାଇଁ ସମୟ ଲାଗିବ ନାହିଁ। ଆଉ କଳିଯୁଗ ଯଦି ଆସିବ ତୁମମାନଙ୍କ ପାଇଁ, ତୁମେମାନେ ଯେଉଁ ସବୁ ପାପ କାର୍ଯ୍ୟ କରୁଛ, ସେ ପାପ କାର୍ଯ୍ୟ ପାଇଁ
କଳିଯୁଗ ଗୋଟିଏ ଦିନ ନିଶ୍ଚିନ୍ତ ଭାବରେ ଶେଷ ହୋଇଯିବ। ଆପଣମାନଙ୍କୁ ବ୍ୟସ୍ତ ହେବାର କିଛି ବି ଆବଶ୍ୟକ ନାହିଁ। ଗୋଟିଏ ସମୟ ଥିଲା ଲୋକମାନେ ଆଜାଦରେ ବୁଲୁଥିଲେ, ହେଲେ ଆଜିକା ସମୟରେ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି। ମା ଭଉଣୀମାନେ ଘରୁ ବାହାରିବାକୁ ଡରୁଛନ୍ତି। ଆପଣମାନେ ନିଜେ ଚିନ୍ତା କରନ୍ତୁ, ଲୋକମାନେ କେତେ ସ୍ୱାଧୀନ ଅଛନ୍ତି, ଲୋକମାନେ କେତେ ଖୁସିରେ ଅଛନ୍ତି। କେହି ଖୁସିରେ ନାହାନ୍ତି, ସମସ୍ତେ ଦୁଃଖରେ ଅଛନ୍ତି। ଏ ଦୁନିଆରେ ଯାହା ସବୁ ଘଟିଯାଉଛି ସେସବୁ କଥାକୁ ମନରେ ଚିନ୍ତା କରିକିରି। ଆଉ କଳିଯୁଗ ସେଥିପାଇଁ ଜଲ୍ଦି ଶେଷ ହେବ, ଏହିଭଳି ଲୋକମାନଙ୍କ ପାଇଁ। ଆଉ ଏହିଭଳି ଲୋକମାନଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଏତେ ସାରା ସଂକେତ ଦେଉଛନ୍ତି କି କଳିଯୁଗ ବହୁତ ଜଲ୍ଦି ଶେଷ ହେବ ବୋଲି। ଏବେ ସମୟ ଆସିସାରିଛି ଆଜିକାଲିର ମଣିଷମାନଙ୍କୁ ସୁଧୁରିବା ପାଇଁ। ଯଦି ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି, ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ଜୀବନରେ ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ହେବାକୁ ଚାହୁଁଛନ୍ତି, ତାହେଲେ ସବୁକିଛି ଭୁଲି ଯାଆନ୍ତୁ। ଯାହା ସବୁ ପାପ କାର୍ଯ୍ୟ କରିଛନ୍ତି କେମିତି ସେ ପାପରୁ ମୁକ୍ତି ପାଇବେ ସେ କଥା ଟିକେ ଚିନ୍ତା କରନ୍ତୁ। ପୁଣ୍ୟ କରନ୍ତୁ, ଦାନ ଧର୍ମ କରନ୍ତୁ, ଦେଖିବେ ଜୀବନରେ ପୁଣି ସେଇ ଖୁସିର ଦିନ ଫେରି ଆସିବ। ହେଲେ ଆଜିକାଲିର ଲୋକମାନଙ୍କୁ ଖରାପ ଲାଗୁଛି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ। ଲୋକମାନେ ଯେତେ ରୋଜଗାର କରୁଛନ୍ତି ତାଙ୍କୁ ସେତେ ନ ଖଟାଅ। ଯଦି ସେମାନେ ଆଜି 1000 ଟଙ୍କା ରୋଜଗାର କରୁଛନ୍ତି, ସେମାନେ ଚିନ୍ତା କରୁଛନ୍ତି ମୁଁ କେମିତି ଆଉ 1000 ଏକ୍ସଟ୍ରା ରୋଜଗାର କରିବି। ହେଲେ ସେମାନେ କେବେ କ'ଣ ଚିନ୍ତା କରିଛନ୍ତି ମନରେ କି ମୁଁ ଯେଉଁ 1000 ରୋଜଗାର କରିଛି ସେ 1000ରେ ମୁଁ କାହାକୁ 100 ଟଙ୍କା ଗୋଟିଏ ଗରିବ ଗୁରୁବାକୁ ସାହାଯ୍ୟ କରିଦିଏ, ଗୋଟିଏ ଗରିବ ଲୋକଟାକୁ, ଗୋଟିଏ ଭିକାରୀ ଲୋକଟାକୁ ଗୋଟିଏ ଖାଇବାକୁ ଗଣ୍ଡିଏ ଦେଇଦିଏ, ଉପବାସ ଥିବା ଲୋକଟିକୁ ଖାଇବାକୁ ଗଣ୍ଡିଏ ଦେଇଦିଏ। କେବେ ଭାବିନଥାଏ। ଆଜିକାଲିର ମଣିଷମାନେ ଭାବୁନାହାନ୍ତି, ଆଉ ସେଥିପାଇଁ ସେମାନେ ଆଜି ଦୁଃଖରେ ଅଛନ୍ତି। ଆଉ ସେଥିପାଇଁ ଆମ କଳିଯୁଗ ବହୁତ ଜଲ୍ଦି ଶେଷ ହୋଇଯିବ। ଯାହା ସବୁ ଘଟିଯାଉଛି ଆପଣଙ୍କ ଆଗରେ ସବୁ ନିଜେ ଚିନ୍ତା କରନ୍ତୁ। ଲୋକମାନେ ଯେତେବେଳେ ଏହିଭଳି କରିବେ ପ୍ରଭୁ ଜଗନ୍ନାଥ ଆଉ କେତେ ସହିବେ, ଆଉ କେତେ ଦେଖିବେ। ଜଗନ୍ନାଥ ବି ଥକିଗଲେଣି ତୁମମାନଙ୍କର ପାପ ଦେଖି ଦେଖି। ଟିକେ କିଛି ତ ପୁଣ୍ୟ କରିଦିଅ। କାହିଁକି ଆପଣମାନେ ଏମିତି କରୁଛନ୍ତି? ଜାଣି ଜାଣିକିରି ନିଜ ଜୀବନଟାକୁ କାହିଁ ନଷ୍ଟ କରିଦେଉଛନ୍ତି? ଆଜିକା ସମୟରେ ମା ଭଉଣୀମାନେ ସୁରକ୍ଷିତ ନାହାନ୍ତି, ପୁରୁଷମାନେ ସୁରକ୍ଷିତ ନାହାନ୍ତି। ଆଉ କ'ଣ ଆମେ ସୁରକ୍ଷିତ ରହିବା? କ'ଣ ଆମେ ଆମ ଜୀବନରେ କରିପାରିବା? ଟଙ୍କା ରୋଜଗାର କରିବା, ଟଙ୍କା ରୋଜଗାର କରିବା କ'ଣ ଆମେ କ'ଣ ମଲାବେଳେ ସାଙ୍ଗରେ ଟଙ୍କା ନେଇ ଯାଇପାରିବା? କେହି ବି ଆଜି ପର୍ଯ୍ୟନ୍ତ ନେଇକିରି ଯାଇନାହାନ୍ତି, କି କେହି ନେଇ ମଧ୍ୟ ଯାଇପାରିବେ ନାହିଁ। ଯାହା ତୁମେମାନେ ରୋଜଗାର କରୁଛ, ଯାହା ତୁମେମାନେ କମଉଛ, ଯାହା ତୁମେମାନେ ନାଁ କରୁଛ, ସବୁ ଏଇଠି କରିଦେଇଯିବ। ହେଲେ କିଛି ସାଙ୍ଗରେ ନେଇକିରି କେହି ଯାଇନାହାନ୍ତି, କି କେହି ଯାଇ ବି ପାରିବେ ନାହିଁ। ତାହେଲେ ଗର୍ବ କାହିଁ କରିବା? ତାହେଲେ କ'ଣ ପାଇଁ ଲୋକମାନଙ୍କୁ ଆମେ ହଇରାଣ କରିବା? କିଛି ଆବଶ୍ୟକ ନାହିଁ ନା ଲୋକମାନଙ୍କୁ ହଇରାଣ କରିବା। ଯଦି ଜୀବନରେ କିଛି ପୁଣ୍ୟ କରିନାହ, ତାହେଲେ ଆଜିଠାରୁ ପୁଣ୍ୟ କରିବା ଆରମ୍ଭ କରିଦିଅ। କିଛି ଦାନ ଧର୍ମ କର, ଦେଖିବ ଜୀବନକୁ ବହୁତ ଖୁସି ମିଳିବ, ନିଜ ମନକୁ ବହୁତ ଖୁସି ଲାଗିବ, ବହୁତ ସୁକୁନ ମିଳିବ। ଧନ୍ୟବାଦ ସାଙ୍ଗମାନେ। ଆଶା କରିବି ମୋର এই ଭିଡ଼ିଓଟି ଦେଖିଲା ପରେ ଆପଣମାନେ ନିଶ୍ଚିତ ଭାବରେ ନିଜକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟିଏ କରିଦେବେ। ଯଦି ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।